ବିରଳ ଅଷ୍ଟବେତାଳ ପୂଜା ଉତ୍ସବ ନିମନ୍ତେ ତହସିଲ ତରଫରୁ ପାନ ଗୁଆ ନିମନ୍ତ୍ରଣ ବଣ୍ଟନ। ଭଞ୍ଜନଗର ତହସିଲ କାର୍ଯ୍ୟାଳୟ ତରଫରୁ ପବିତ୍ର ଦୁର୍ଗା ଅଷ୍ଟମୀ ତିଥିଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ 3 ଦିନ ଧରି ବିରଳ ଅଷ୍ଟବେତାଳ ପୂଜା ଉତ୍ସବ ଅନୁଷ୍ଠିତ ହେବ। ଏହି ଅଷ୍ଟବେତାଳ ପୂଜା ଭଞ୍ଜନଗର ତହସିଲ ବ୍ୟତୀତ ଅନ୍ୟତ୍ର ଦେଖିବାକୁ ବିରଳ ଅଟେ। ଉକ୍ତ ପୂଜା ଭଞ୍ଜନଗର ସହରରେ ରାଜାରାଜୁଡ଼ା ସମୟରୁ ହୋଇ ଆସୁଥିବା ଅନେକ ବୟୋଜ୍ୟେଷ୍ଠ ମତ ଦିଅନ୍ତି ଓ ଏହାର ଅନେକ ନିଦର୍ଶନ ମଧ୍ୟ ରହିଛି। ଭଞ୍ଜନଗର ତହସିଲ କାର୍ଯ୍ୟାଳୟ ତରଫରୁ ଏହି ପୂଜା ଉତ୍ସବକୁ ଚଳିତ ବର୍ଷ ଆଡ଼ମ୍ବର ସହକାରେ ଓ ଭବ୍ୟ ରୂପେ ପାଳନ କରିବା ପାଇଁ ତତ୍ପରତା ଦେଖାଦେଇଛି। ସେଥିନିମିତ୍ତ ଆଜି ସେପ୍ଟେମ୍ବର ମାସ 24 ତାରିଖ ବୁଧବାର 2025 ଦିନ ସ୍ଥାନୀୟ ନାରାୟଣ ମନ୍ଦିର ସାହିରେ ଥିବା ଭଞ୍ଜବଂଶୀୟ ନାରାୟଣ ସ୍ୱାଇଁ ମନ୍ଦିରଠାରେ ପୂଜା ଅର୍ଚ୍ଚନା କରି ନିମନ୍ତ୍ରଣ ପତ୍ର ସହିତ ପାନ ଗୁଆକୁ ପ୍ରଦାନ କରି ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଅନେକ ଅନୁଷ୍ଠାନ ସଦସ୍ୟଙ୍କୁ ବାଜବାଜଣା ସହିତ ନିମନ୍ତ୍ରଣ କରାଯାଇଥିଲା। ଏଥିରେ ଅନେକ ତହସିଲ କର୍ମକର୍ତ୍ତା ଯୋଗଦାନ କରିଥିଲେ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଅଷ୍ଟବେତାଳ ପୂଜା ଅନେକ ବର୍ଷ ତଳୁ ଅନୁଷ୍ଠିତ ହୋଇ ଆସୁଛି। ସେତେବେଳେ ଘୁମୁସର ଅଞ୍ଚଳର ଅନେକ ତହସିଲ କାର୍ଯ୍ୟାଳୟ ପ୍ରାୟ 13-14 ଖଣ୍ଡ ହେବ ଭଞ୍ଜନଗର ତହସିଲ ସହିତ ଏକାଠି କାର୍ଯ୍ୟ କରୁଥିଲେ। ଏଠାରୁ ହିଁ ସମସ୍ତ କାର୍ଯ୍ୟ ଓ କର୍ମଚାରୀ ଅନୁଷ୍ଠାନକୁ ଯାଇ କାର୍ଯ୍ୟ କରି ରାତ୍ରରେ କାର୍ଯ୍ୟାଳୟକୁ ଫେରୁଥିଲେ। ସେତେବେଳେ ସବୁଆଡ଼େ ଘଞ୍ଚ ଜଙ୍ଗଲ ଓ ଅନେକ ପ୍ରକାର ହିଂସ୍ର ଜୀବଜନ୍ତୁଙ୍କ ଭୟ ସବୁବେଳେ ଲାଗି ରହୁଥିଲା। ଥରେ କର୍ମକ୍ଷେତ୍ରକୁ ବାହାରକୁ ବାହାରିଲେ ଜୀବନ୍ତ ଫେରିବା କି ନାହିଁ ସନ୍ଦେହ ଲାଗି ରହୁଥିଲା। ତଥାପି ବଞ୍ଚିବା ନିମିତ୍ତ କଷ୍ଟ କର୍ମ ନିଶ୍ଚୟ କରିବାକୁ ପଡ଼ିବ। ସେଥିନିମିତ୍ତ ଜନସାଧାରଣଙ୍କ ମନରେ ପ୍ରଗାଢ଼ ଆସ୍ଥା ଓ ବିଶ୍ୱାସ ଥିଲା ଯେ ଅଷ୍ଟବେତାଳଙ୍କ ପୂଜା ଦ୍ୱାରା ଅଷ୍ଟବେତାଳମାନେ ସବୁ ବିପଦରୁ ରକ୍ଷା କରିବେ ଓ କରୁଥିଲେ ମଧ୍ୟ। ସେଥିପାଇଁ ସେହି ଅଷ୍ଟବେତାଳ ପୂଜା ଅନେକ ବର୍ଷରୁ ଏଠାରେ ଅନୁଷ୍ଠିତ ହୋଇ ଆସୁଅଛି। ସେଥିପାଇଁ ସେହି ଅଷ୍ଟବେତାଳ ପୂଜା ଉତ୍ସବ ଆସନ୍ତା ଦୁର୍ଗା ଅଷ୍ଟମୀ ଦିନଠାରୁ ଭଞ୍ଜନଗର ତହସିଲ କାର୍ଯ୍ୟାଳୟ ପାଖ ଅସ୍ଥାୟୀ ମଣ୍ଡପରେ ଅନୁଷ୍ଠିତ ହେବ। ପୂଜା, ହୋମ, ଯାଗ, ଯଜ୍ଞ, ଅନ୍ନପ୍ରସାଦ ବଣ୍ଟନ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇ ବିଜୟା ଦଶମୀ ଦିନ ଅଷ୍ଟବେତାଳଙ୍କ ଜଳ ବିସର୍ଜନ କରାଯାଇଥାଏ। ଆଜିର ନିମନ୍ତ୍ରଣ ପତ୍ର ବଣ୍ଟନରେ ପ୍ରଥମେ ସ୍ଥାନୀୟ ତହସିଲଦାର ଅଭିଷା ପଟ୍ଟନାୟକଙ୍କୁ ଓ ପରେ ପରେ ବିଡ଼ିଓ, ଅତିରିକ୍ତ ତହସିଲଦାର, ଉପଜିଲ୍ଲାପାଳ, ଆରକ୍ଷୀ ଅଧିକାରୀ, ଥାନାଧିକାରୀ ସହିତ ଅନେକ ଅନୁଷ୍ଠାନକୁ ପ୍ରଦାନ କରାଯାଇଥିବା ଦେଖାଯାଇଥିଲା। ବିରଳ ଅଷ୍ଟବେତାଳ ପୂଜା ଉତ୍ସବ ନିମନ୍ତେ ଭଞ୍ଜନଗର ତହସିଲ ତରଫରୁ ପାନଗୁଆ ନିମନ୍ତ୍ରଣ ବଣ୍ଟନ। ଭଞ୍ଜନଗର ତହସିଲ କାର୍ଯ୍ୟାଳୟ ତରଫରୁ ପବିତ୍ର ଦୁର୍ଗା ଅଷ୍ଟମୀ ତିଥିଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ 3 ଦିନ ଧରି ବିରଳ ଅଷ୍ଟବେତାଳ ପୂଜା ଉତ୍ସବ ଅନୁଷ୍ଠିତ ହେଉଛି। ଏହି ଅଷ୍ଟବେତାଳ ପୂଜା ଭଞ୍ଜନଗର ତହସିଲ ବ୍ୟତୀତ ଅନ୍ୟତ୍ର ଦେଖିବାକୁ ବିରଳ ଅଟେ। ଉକ୍ତ ପୂଜା ଭଞ୍ଜନଗର ସହରରେ ରାଜାରାଜୁଡ଼ା ସମୟରୁ ହୋଇ ଆସୁଥିବା ଅନେକ ବୟୋଜ୍ୟେଷ୍ଠ ମତ ଦିଅନ୍ତି ଓ ଏହାର ଅନେକ ନିଦର୍ଶନ ମଧ୍ୟ ଏଠାରେ ଦେଖିବାକୁ ମିଳୁଛି। ଭଞ୍ଜନଗର ତହସିଲ କାର୍ଯ୍ୟାଳୟ ତରଫରୁ ଏହି ପୂଜା ଉତ୍ସବକୁ ଚଳିତ ବର୍ଷ ଆଡ଼ମ୍ବର ସହକାରେ ଓ ଭବ୍ୟ ରୂପେ ପାଳନ କରିବା ପାଇଁ ତତ୍ପରତା ଦେଖାଦେଇଛି। ସେଥିନିମିତ୍ତ ଆଜି ସେପ୍ଟେମ୍ବର ମାସ 24 ତାରିଖ ବୁଧବାର 2025 ଦିନ ସ୍ଥାନୀୟ ନାରାୟଣ ମନ୍ଦିର ସାହିରେ ଥିବା ଭଞ୍ଜବଂଶୀୟ ନାରାୟଣ ସ୍ୱାମୀ ମନ୍ଦିରଠାରେ ପୂଜା ଅର୍ଚ୍ଚନା କରି ନିମନ୍ତ୍ରଣ ପତ୍ର ସହିତ ପାନ ଗୁଆକୁ ପ୍ରଦାନ କରି ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଅନେକ ଅନୁଷ୍ଠାନ ସଦସ୍ୟଙ୍କୁ ବାଜବାଜଣା ସହିତ ନିମନ୍ତ୍ରଣ କରାଯାଇଥିଲା। ଏଥିରେ ଅନେକ ତହସିଲ କର୍ମକର୍ତ୍ତା ଯୋଗଦାନ କରିଥିଲେ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଅଷ୍ଟବେତାଳ ପୂଜା ଅନେକ ବର୍ଷ ତଳୁ ଅନୁଷ୍ଠିତ ହୋଇ ଆସୁଛି। ସେତେବେଳେ ଘୁମୁସର ଅଞ୍ଚଳର ଅନେକ ତହସିଲ କାର୍ଯ୍ୟାଳୟ ପ୍ରାୟ 13-14 ଖଣ୍ଡ ହେବ ଭଞ୍ଜନଗର ତହସିଲ ସହିତ ଏକାଠି କାର୍ଯ୍ୟ କରୁଥିଲେ। ଏଠାରୁ ହିଁ ସମସ୍ତ କାର୍ଯ୍ୟ ଓ କର୍ମଚାରୀ ଅନୁଷ୍ଠାନକୁ ଯାଇ କାର୍ଯ୍ୟ କରି ରାତ୍ରରେ କାର୍ଯ୍ୟାଳୟକୁ ଫେରୁଥିଲେ। ସେତେବେଳେ ସବୁଆଡ଼େ ଘଞ୍ଚ ଜଙ୍ଗଲ ଓ ଅନେକ ପ୍ରକାର ହିଂସ୍ର ଜୀବଜନ୍ତୁଙ୍କ ଭୟ ସବୁବେଳେ ଲାଗି ରହୁଥିଲା। ଥରେ କର୍ମକ୍ଷେତ୍ରରୁ ବାହାରକୁ ବାହାରିଲେ ଜୀବନ୍ତ ଫେରିବେ କି ନାହିଁ ସନ୍ଦେହ ଲାଗି ରହୁଥିଲା। ତଥାପି ବଞ୍ଚିବା ନିମିତ୍ତ କର୍ମ ନିଶ୍ଚୟ କରିବାକୁ ପଡ଼ିବ। ସେଥିନିମିତ୍ତ ଜନସାଧାରଣଙ୍କ ମନରେ ପ୍ରଗାଢ଼ ଆସ୍ଥା ଓ ବିଶ୍ୱାସ ଥିଲା ଯେ ଅଷ୍ଟବେତାଳଙ୍କ ପୂଜା ଦ୍ୱାରା ଅଷ୍ଟବେତାଳମାନେ ସବୁ ବିପଦରୁ ରକ୍ଷା କରିବେ ଓ କରୁଥିଲେ ମଧ୍ୟ। ସେଥିପାଇଁ ସେହି ଅଷ୍ଟବେତାଳ ପୂଜା ଅନେକ ବର୍ଷଠୁ ଏଠାରେ ଅନୁଷ୍ଠିତ ହୋଇ ଆସୁଅଛି। ସେଥିପାଇଁ ସେହି ଅଷ୍ଟବେତାଳ ପୂଜା ଉତ୍ସବ ଆସନ୍ତା ଦୁର୍ଗା ଅଷ୍ଟମୀ ଦିନଠାରୁ ଭଞ୍ଜନଗର ତହସିଲ କାର୍ଯ୍ୟାଳୟ ପାଖ ଅସ୍ଥାୟୀ ମଣ୍ଡପରେ ଅନୁଷ୍ଠିତ ହେବ। ପୂଜା, ହୋମ, ଯାଗ, ଯଜ୍ଞ, ଅନ୍ନପ୍ରସାଦ ବଣ୍ଟନ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇ ବିଜୟା ଦଶମୀ ଦିନ ଅଷ୍ଟବେତାଳଙ୍କ ଜଳ ବିସର୍ଜନ କରାଯାଇଥାଏ। ଆଜିର ନିମନ୍ତ୍ରଣ ପତ୍ର ବଣ୍ଟନରେ ପ୍ରଥମେ ସ୍ଥାନୀୟ ତହସିଲଦାର ଅଭିଷା ପଟ୍ଟନାୟକଙ୍କୁ ଓ ପରେ ପରେ ବିଡ଼ିଓ, ଅତିରିକ୍ତ ତହସିଲଦାର, ଉପଜିଲ୍ଲାପାଳ, ଆରକ୍ଷୀ ଅଧିକାରୀ, ଥାନାଧିକାରୀ ସହିତ ଅନେକ ଅନୁଷ୍ଠାନକୁ ପ୍ରଦାନ କରାଯାଇଥିଲା।
विजय कुमार बेहरा रिटायर्ड कर्मचारी तहसिल रिटायर्ड कर्मचारी मुझे जहाँ तहसिल जो बेताल पूजा हुए वो आवाहन काल करण कार्य सिस्टम एगुड़ा पूजा हुए आ से ये स्टाफ सब जंगल घाट सब जावासिया करती आ ये से माँगर आश्रय नहीं ये पूजा करा जाए जे कि हिंस्र जंतु समस्त उद्धार पाइबा ये जिनसा करा जाए आठी समस्त आग्रह रे पूजाटा करा जाए। भंजनगर बेताल पूजा हूँ तहसिल ऑफिस रे प्रथम आउ एरिया रे सेमती किसी ना जेहेतु बेताल माँगर आशीर्वाद नहीं बेताल को आमर आह्वान करा जाए। बेताल ये द्वारा ये जो जंगल फंगल बुलाबुली करूँ से उद्धार पाइबा जिन सब करा जाए। आगे तहसीलदार ये समस्त स्टाफ चलिकी सब आगे करणकारी सिस्टम थिला से सिस्टम रे सबू नायक पाइक इनाम सब दि जाए से अनुग्रह ए माने सबू आसी काम धाम करी आ स्टाफ समूह उत्साह रे ये सब कार्य करी चलाउथिले। आमर अष्टमी दिन माँ को आवाहन करा जाए, नवमी दिन होम आरायण आ ब्राह्मण भोजन ये सरला माँ ठारे नाच लगे सेटा कि जेहेतु आम पिला बेलू जाना कथा जे आमर प्राय फालांगी बाट नाच कीर्तन सब लगे से सरदार नायक पाइक सब था से उत्साह तहसिल ऑफिस को ये करती। आज कार्यक्रम माँ को आवाहन करने आज आमर शुभ आरंभ नारायण ठारे पूजा पूजा पाठ अर्चना करी तहसिलदार पाखे अनुकूल गुआ पानी दि जाए तापर सब कलेक्टर को दि जाए तापर डीएसपी को थाना को आ एमएलए को एम सब निमंत्रण करा जाए जे आमर पूजा आरंभ हो। अच्छा आमर बेतालंगर पूजा सब तहसिल परिसर भितर हुए होउतला वर्तमान माँगर पीठ गोटे समस्त आग्रह करा जायछि से पीठ रे माँ सिंहासन गोटे कराई सिंहासन रे आसी विजय करने आमर सब निष्पत्ति करा जायछि आ सेटा ये प्रतिष्ठा हम आउ जनसाधारण समस्त सहयोग करने अनुरोध हम। मो ना हूँ जोगी सेठी रिटायर्ड रेवेन्यू कर्मचारी मुझे प्राय 14 वर्ष थी सब कलेक्टर तहसिल ऑफिस मिसिकी तहसिल ऑफिस 7 वर्ष खंड रही 7 वर्ष निजे ये कार्यक्रम करी प्राय 70 वर्ष पूर्व चली आसी तो प्राय 70 वर्ष धारावाहिक चली वर्ष थे आमर सप्तमी अष्टमी दिन महाप्रभु उठे महाप्रभु को वरण कराब नवमी दिन अन्नभोग हम दशमी दिन होम यज्ञ दशमी दिन विसर्जन हम। आज कार्यक्रम हूँ आज अनुकूल कराला ठाकुर पाक जाकि पूजा पूजा कर आमर ये तहसीलदार महाराज को फास्ट निमंत्रण कराला।